যাত্রা দেখি যাবে আপন দেখন্তু যাত্রা দেখি গলা বেলে আপন দেখিবে যোড়িয়ে নামি দামি কলাকার দৈতারি পଣ୍ଡা সঞ্জয় ভୋଳ ଏବେ ବାକି ପିୟୁଷ କାହ୍ନା ଦାମିକା କଳାକାର ବର୍ଷକୁ 30 ଲକ୍ଷ ଟଙ୍କା ନେବେ ଗୋଟେ ସିଜିନରେ କେତେ ପଇସା ରୋଜଗାର କଲେ 2 ମାସ ଛୁଟି 10 ମାସ ଯାତ୍ରା 30 ଲକ୍ଷ ସିଜିନକେ ମାସକୁ ପଡ଼ିଲା 3 ଲକ୍ଷ 11টাରେ ଦିନରେ ଆଡଭାନ୍ସ ଟିକେଟ କରିବେ ରାତି 12টাରେ ନାଚ ଦେଖିବେ ରାତି ସାରା ଦୈତାରି ପଣ୍ଡା ସଞ୍ଜୟ ଭୋଳ କାହ୍ନା ହଉ କି ପିୟୁଷ ହଉ ସିଗାରେଟ ଖାଇବ ମଦ ପିଇବ 1000 ଥର ଶଳା କହିବ ପେଣ୍ଡାଲରେ ଆପଣ 300 ଟଙ୍କା ଟିକେଟ ଦେଇ ଶଳା ଶୁଣିବେ ଯଦି ପାଲା ବାଲା ଥରେ ଶଳା କହିଦେଲା କାଲି 1000 କମ୍ପିବ ପାହାଳ ନୟାଗଡ଼ରୁ ଗୋଟେ ଗାୟକ ଆଇଛି ହେ ପେଣ୍ଡାଲରେ ଶଳା କହୁଛି ଆଚ୍ଛା 300 ଟଙ୍କା ଦେଇକି ଶଳା ଶୁଣୁଛ ମାଗଣା ଥରେ ଅଧେ ଶୁଣିଲେ କ'ଣ ଖରାପ ହେବ କିନ୍ତୁ ଆପଣ ଶୁଣିବେନି କାହିଁକି ନା ଇଏ ହେଉଛି ବିଦଗ୍ଧ କଳା ଶ୍ରାବ୍ୟ କାବ୍ୟ ପାଲା ଭାଇ ଭଉଣୀ ବାପ ଝିଅ ମା ପୁଅ ପରିବାର ପ୍ରତ୍ୟେକ ସଦସ୍ୟ ଯୋଉ କଳାକୁ ଉପଭୋଗ କରନ୍ତି ତା ହେଉଛି ଜନେ ସଚେତନଶୀଳ କଳା ସେ ହେଉଛି ପାଲା ପାଲାରେ ଶାଳୀନତା ଥାଏ କିନ୍ତୁ ପାଲାକୁ 12ଟା ରାତିରେ ଯଦି ଦେଖିବ ପାଖ ଆଖ ଅନୁଷ୍ଠାନ ଲୋକ ବସିଥିବେ ଗାଁ ଲୋକ ଯାଇ ଘରେ ଶୋଇଥିବେ ଆଉ ମା ମାନଙ୍କ ଦେଖା ନାହିଁ 12ଟା ରାତିରେ ଆଙ୍କୁ ନିଦ ଲାଗୁଛି ପଳେଇଲେ କିନ୍ତୁ 12ଟା ରାତିରେ ନାଚ ହବ ଯେ ଭାଇ କହୁଥିଲେ କହିଲେ ଆମେ ଭିତରକୁ ଲୋକ ଛାଡ଼ିବାକୁ ବାଟ ପାଇଲୁନି ଏତିକି ଗହଳି ଦେଖନ୍ତୁ କୁସଂସ୍କାର ଶୁଣିବାକୁ ଗହଳି ଅଛି କିନ୍ତୁ ସଂସ୍କାର ଶୁଣିବାକୁ ଗହଳି ନାହିଁ ସମାଜର